ଆଉଜି କାନ୍ଧକୁ ଜାବୁଡ଼ି ଧରି ପିଲାମାନେ ଅଳି ଅର୍ଦ୍ଦଳି କରୁଥିଲେ। ଆଜି ଠିକ୍ ସେମିତି ଶେଷ ଥର ପାଇଁ ବାପାଙ୍କ ଛାତିକୁ ଜାବୁଡ଼ି ଧରିଛନ୍ତି ପିଲାମାନେ। କିନ୍ତୁ ଫରକ ଏତିକି, ସେଦିନ ବାପା ମୁଣ୍ଡ ଉପରେ ହାତ ବୁଲାଇ ଆଣି କହୁଥିଲେ, ମା ତୁ ବ୍ୟସ୍ତ ହନି, ତୋ ପାଖରେ ତୋ ବାପା ଅଛି। ଆଉ ପୁଅକୁ କହୁଥିଲେ, ବାବାରେ ତୁ ଭୟ କରନି, ତୋ ସାଙ୍ଗେ ତୋ ବାପା ଅଛି। କିନ୍ତୁ ଆଜି ମୁଣ୍ଡକୁ ଆଉଁସି ଦେବାକୁ ହାତ ଉଠୁନି କି ବାପା ଲୋ ମା ଲୋ ଡାକିବା ପାଇଁ ତୁଣ୍ଡ ଖୋଲୁନି। ବାପାର ଛାତି କେତେ ବଡ଼, ବାପା ଛାତି କେତେ ସହନଶୀଳ। ମାପିବା ଯନ୍ତ୍ର ବୋଧହୁଏ ଈଶ୍ୱର ଉଦ୍ଭାବନ କରିନାହାନ୍ତି। ବାପା ଜୀବନରେ କେବେ କାନ୍ଦୁ ନଥିବା ମଣିଷଟା, ବାପା ଥକା ମେଣ୍ଟାଉ ନଥିବା ମଣିଷଟା, ସନ୍ତାନ ଆଗରେ କେବେ ଅନ୍ତରର ବେଦନାକୁ ପ୍ରକାଶ କରୁନଥିବା ମଣିଷଟା ଏଇ ବାପା। ବାପା ଶବ୍ଦଟା ଯେତିକି ସହଜ, ବାପା ହେବା ସେତିକି ସହଜ ନୁହେଁ। ବୋଧହୁଏ ସଂସାରରେ ବାପା ଅଭିନୟଟା ଭାରି ଜଟିଳ। ମା ସିନା କାନ୍ଦି ପକାଏ, ବାପା କାନ୍ଦି ପାରେ ନା। ମା ନିଜ ପଣତରେ କୋହ ଚାପି ପାରେ ନା, କିନ୍ତୁ ବାପା ଛିଣ୍ଡା ଗାମୁଛାରେ ଛଳନା କରିପାରେ। କେତେବେଳେ କାନ୍ଧରେ ବସାଇ ହାଟକୁ ନେଇପାରେ, ଆଉ କେତେବେଳେ ଭୋକରେ ରହି ପିଲାଙ୍କୁ ଛାତିରେ ଶୁଆଇପାରେ। ଜୀବନର ଜଟିଳ ଯେମିତିକୁ ସରଳ ଭାବେ ଅନୁଶୀଳନ କରୁଥିବା ମଣିଷଟା ବୋଧହୁଏ ବାପା। ଯେବେ ବାପା ଶୋଇଯାଏ, ସେବେ ସନ୍ତାନ ଆଉ ଶୋଇପାରେ ନା। ମା ଯଦି ହୁଏ କୁଡ଼ିଆଟେ, ବାପା ଖରା ବର୍ଷା ସହୁଥିବା ଛାତଟିଏ। ମା ଯଦି କେବେ ଡଙ୍ଗା ହୁଏ, ବାପା ଭରା ନଦୀର ସେ କାତଟିଏ। ମା ଯଦି ଆମ ଚୁଲି ହୁଏ, ବାପା ଚୁଲିରେ ଜଳୁଥିବା କାଠଟିଏ। ମା ଯଦି ସାଜେ ସଫଳତା, ବାପା ସେ ସ୍ପର୍ଶର ପଥଟିଏ।